हेलो हाय नमस्कार वेलकम बैक टू माय चैनल लोनाल क्रिएशन। आपण केमिति अच्छे आशा करुच्ची बहुत भल थे मुझे बहुत भलरे अच्छी। आपण पटे केमिति शीत चली निश्चय कमेंट कमेंट देवे। आप मत बहुत शीत लगुच। तो बर्तमान सीजन हूँ फूलकोबी फूलकोबी मुझे गोटे सुंदर रेसिपी आज बनाऊँगी। आप कंटिन्यू रुहतु। ता सहित जब वीडियो भल लगुच निश्चित भाव लाइक कमेंट शेयर एंड सब्सक्राइब करूँ। पाखर थे बेल आइकन टी प्रेस करूँ जहाँद्वारा कि जो नुआ नुआ वीडियो मैं अपलोड करी सर्वप्रथम आपण मान पाखे पहुँची पार। जदि आपण मैंने सर्ट वीडियो देखुं सर्ट वीडियो सब्सक्राइब करूँ पाखर थे बेल आइकन टी प्रेस करूँ। चलते स्टार्ट करिया। सर्वप्रथम मुझे गोटे फूलकोबी नहीं आउ तार पाखुड़ा गुड़ी को पीस पीस करके सुंदर भाव खोली नौ देखूँ। खोलिकी ताकू आम काटिकी गोटे जगार रखा। देखु चारिपट टे चेक करनवा कारण फूलकोबी पोक भी लगी था और तार जो डेम्फटी को जदि छोट पीस थी टिके हल्का हल्का काटिदेवे ना जदि बड़ पीस थी ताकू दुई फाड़ करने। देखंतु एहीपरि भाव आपण मैंने फूलकोबी को तार जो पाखुड़ा गुड़ी को सेपारेट करिए फूलकोबी ठारू देकी जदि बड़ पीस थाए ताले ताकू दुई फाड़ करिए जो छोट पीस थाए सेमती छाड़ीदेवे। तो मुझे काटी नहीं सारी किसी गरम पानी रे कोबी को हल्का फल्का टिके सिझेबा बेसी सिझेबानी। देखते ये गरम पानी नहीं कोबी को मध्य से पकई किसी समय सिझी सारा पर ताको आम खोली नेबा अन्य जगह को। देखो तो कोबी 65 बनवाई कौन कौन सामग्री सब नहीं टमाटो सॉस चिली सॉस सोया सॉस कॉर्नफ्लोर अदा रसुण पेस्ट हम ताकू नहीं किसी लुण नहीं पानी नहीं आउ हल्का सिझी कोबी नहीं। देखो बर्तमान अदा रसुण को आम आगे पेस्ट करनवा। आप डायरेक्ट चोपा को न छड़ेकी पेस्ट करें किंतु मुझे चोपा को छड़ेकी नौ टेस्ट लगे। देखो यहीपरि तार चोपा को छड़े नहीं जाऊँगी। तो यहीपरि भाव आपण छड़े ने। आपणकर कोबीर परिमाण देखिए पेस्ट बनइबे तेणुक मु दुईटा ये रसुण छड़ाऊँचे तार चोपा को छड़े ने ग्राइंडिंग करके पेस्ट बने ने। देखु
ତାପରେ ଅଦାକୁ ନବା, ଅଦାର ସ୍କିନ୍କି ମଧ୍ୟ ଆଉଟ୍ କରିନେବା। ଦେଖନ୍ତୁ ମୁଁ ଏଠି 1 ଇଞ୍ଚର ଅଦା ନେଇଛି, ତାକୁ ପିସ୍ ପିସ୍ କରି କାଟି ନେବା, କାରଣ ପେଷ୍ଟ ବନେଇଲା ବେଳେ ପେଷ୍ଟ ଭଲ ହୋଇପାରିବ। এই ଦେଖନ୍ତୁ ଏଇଭଳିଆ ପିସ୍ ନେଇଛି। ଅଦା ରସୁଣ ଦେଖନ୍ତୁ ମୁଁ ଏତିକି ନେଇଛି, କାରଣ କୋବିର ପରିମାଣ କମ୍ ଅଛି, ଆପଣ କମ୍ ବେଶୀ କରିପାରିବେ କୋବିର ପରିମାଣ ଦେଖିକି। ତ ଦେଖନ୍ତୁ ଏଇଠି ମୋର ପେଷ୍ଟ ରେଡ଼ି ହେଇସାରିଛି। ତ ଇଏ ହେଉଛି କର୍ଣ୍ଣଫ୍ଲୋର। କର୍ଣ୍ଣଫ୍ଲୋର ଆଉ କିଛି ମଇଦା ଟିକେ 1 କପ୍ ହେଲେ କର୍ଣ୍ଣଫ୍ଲୋର 1/2 କପ୍ ନେବେ। ତାକୁ ଆମେ ଭଲ ଭାବରେ ମିଶାଇ ନେବା। ତା ସହିତ ଲୁଣ ଆଡ଼୍ କରିବା। ଟିକେ ହଳଦୀ ଗୁଣ୍ଡ ବା 1 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, କିଛି ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଆଉ କିଛି ଅଦା ରସୁଣ ପେଷ୍ଟକୁ ଆଡ଼୍ କରିନେବା। ଆଡ଼୍ କରିକି ତାକୁ ଭଲ ଭାବେ ଗୋଳେଇ ଦେବା। ଦେଖନ୍ତୁ କିଛି ପାଣି ଦେଇକି ତାକୁ ଭଲ ଭାବେ ମିକ୍ସ କରିନେବା, ଯେମିତିକି ବେଶୀ ମୋଟା ହେଉନଥିବ କି ବେଶୀ ପତଳା ହେଉନଥିବ। ତ ତା ସହିତ ଦେଖନ୍ତୁ ମୋର ଏଠି ପ୍ରସ୍ତୁତ ହେଇଯାଇଛି। ଆଉ ତା ସହିତ କିଛି ସୋୟା ସସ୍ ମୁଁ ଆଡ଼୍ କଲି, କିଛି ଭିନେଗାର ମଧ୍ୟ ଆଡ଼୍ କଲି। ଆଡ଼୍ କରି ତାକୁ ଭଲ ଭାବେ ମୁଁ ମିକ୍ସ କରିନେଲି। ତ ବର୍ତ୍ତମାନ ପୂର୍ବରୁ ପ୍ରସ୍ତୁତ ହେଇକି ଥିବା କୋବିକି ନେବା। ତାକୁ କିଛି ସମୟ ଗରମ ପାଣିରେ ପକାଇଲା ପରେ ହଳଦୀ ପାଣିରେ କିଛି ସମୟ ସିଝେଇ ନେବା। ସିଝି ସାରିଲା ପରେ ତାକୁ ଅନ୍ୟ ପାତ୍ରକୁ ଖୋଲି ନେବା। ତ ବର୍ତ୍ତମାନ ଆମେ ତେଲ ଗରମ କରିବା। ଆଉ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା କର୍ଣ୍ଣଫ୍ଲୋର ଯେଉଁ ଆଣକୁ ସେଥିରେ ବୁଡ଼େଇକି ଆମେ ତାକୁ ଛାଣିବା। ଏହିପରି ଭାବେ ଆପଣମାନେ ତେଲରେ ଫ୍ରାଏ କରିନେବେ। ଦେଖି ଆପଣ ବର୍ତ୍ତମାନ ତାକୁ ଗୋଟେ ସାଇଡ଼୍ ହେଇଗଲା ପରେ ତାକୁ ଟିକେ ଲେଉଟାଇ ଦେବେ, ତାର ଉପର ପଟଟା ସିଝିବା ପାଇଁ। ଦେଖନ୍ତୁ 2 ସାଇଡ଼୍ ଯେତେବେଳେ ବ୍ରାଉନ୍ କଲର୍ ହେଇଯିବ ତାକୁ ଆମେ ଅନ୍ୟ ପାତ୍ରରେ ଖୋଲି ନେବା।
ଏଇଠି ମୋର ରେଡ଼ି ହେଇଯାଇଛି। ମୁଁ ତାକୁ ଅନ୍ୟ ପାତ୍ରରେ ଖୋଲି ନେଉଛି। ଆଉ ଦେଖନ୍ତୁ ମୁଁ ଗୋଟିଏ ପେପର୍ ତଳେ ଦେଇଛି ଆଉ ତାକୁ ଛାଣି ଦେଉଛି, କାରଣ ତା'ର ଯେଉଁ ଅଏଲ୍ ଅଂଶଟା ପେପର୍ ଟାଣି ନେଇଥାଏ ଆଉ ଖାଇଲେ କୌଣସି ଅସୁବିଧା ହୋଇନଥାଏ। ସେଥିପାଇଁ ଆପଣମାନେ ପେପର୍ ମଧ୍ୟ ୟୁଜ୍ କରିପାରିବେ। ଏହିପରି ଭାବେ ଆପଣ ବନେଇବେ। ଏଇ ଦେଖନ୍ତୁ ମୋର ପ୍ରସ୍ତୁତ ହୋଇସାରିଛି। ଆଉ ବାକି ଯେତକ ଅଛି ତାକୁ ମଧ୍ୟ ଏଇ ସେମ୍ ପ୍ରୋସେସ୍ରେ ଛାଣି ନେବେ। ଦେଖନ୍ତୁ ମୋର ଏଇଠି ପ୍ରସ୍ତୁତ ହୋଇଯାଇଛି। ତ ବର୍ତ୍ତମାନ ତାକୁ ଆମେ ରେଡ଼ି କରିବା ପ୍ଲେଟ୍ରେ ଖାଇବା ପାଇଁ। ଚାଲନ୍ତୁ ଖାଇକି ଦେଖିବା ତା'ର ସ୍ୱାଦ କେମିତି ଲାଗୁଛି। ଆପଣମାନେ ମଧ୍ୟ ଏଇ ପ୍ରୋସେସ୍ରେ ବନାନ୍ତୁ। କେମିତି ଲାଗୁଛି ନିଶ୍ଚିତ ଭାବେ କମେଣ୍ଟ ଦିଅନ୍ତୁ। ଆଉ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରନ୍ତୁ। ତ ଏଠି ମୁଁ କିଛି ବିଟ ଲୁଣ ନେଲି। ଟିକେ ଟମାଟୋ ସସ୍ ମଧ୍ୟ ନେଲି। ଟିକେ ଗାର୍ନିସ୍ କରିଦେଲେ ଖାଇବା ପାଇଁ ଭଲ ଲାଗିବ। ଇଏ ଖଟା ମିଠାକୁ ସେ ଟିକେ ଲୁଣିଆ ଲୁଣିଆ ଲାଗିବ, ପାଟିକି ମଧ୍ୟ ଭଲ ଲାଗେ। ଧନିଆ ପତ୍ର ଥିଲେ ଆପଣମାନେ ଗାର୍ନିସ୍ କରିନେବେ। ଯଦି ନଥାଏ ଆପଣମାନେ ପିଆଜ ସାଇଁ ମଧ୍ୟ ଥିବ, ପିଆଜ ସାଇଁ ମଧ୍ୟ ଆପଣମାନେ ଗାର୍ନିସ୍ କରିପାରିବେ। ଏଇଠି ଆମର ପ୍ରସ୍ତୁତ ହୋଇଯାଇଛି କୋବି 65। ଯଦି ଆପଣମାନଙ୍କୁ ଭଲ ଲାଗୁଛି ନିଶ୍ଚିତ ଭାବେ ବନେଇ ଖାଆନ୍ତୁ। କେମିତି ଲାଗୁଛି ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରନ୍ତୁ।